नमस्कार मु चित्तरंजनी आश्वासनर एक स्वतंत्र कार्यक्रम परिचय को आपण मानंकु स्वागत करुछि। विपदपूर्ण घंच जंगल रे सेवा कार्य करिबा अत्यंत विपदजनक व अद्भुत नुहे कि किंतु प्रभु को निमंते उत्सर्ग करिथिबा पांचटी मिशनारी जो माने ऑपरेशन आउका बा मिशन आउका को फलप्रद करिबा पाई निजको त्याग करिथिले। अनेक वर्षर तालीम परे भिन्न भिन्न घंच जंगल रे सेवा कार्यर अनुभूति परे एही ऑपरेशन आउका बा मिशन आउका को आरंभ करने निमंते निष्पत्ति करा जायथिला। भारतर एक विपदपूर्ण व असभ्य आउका जनजाति आजिर वाडानाई जनजाति नाम जहाँ परिचित एमानंक मध्यरे एही मिशन आउका सेवा कार्य करिबा पाई योजना करा जायथिला। जेतेबेले बाहरर अन्य लोक मानंकु तांक अंचल रे प्रवेश करुथिबार देखुथिले आउ सेही आउका जनजाति तत्क्षणात सेमानकु बर्छारे आघात करी मारी देउथिले। जदिबा एक विपदपूर्ण भरा एक मिशन थिला तथापि ए 5 जन मिशनारी केबे पछे नले किबा ए मिशन विषय रे भयभीत नथिले। नेट सेंट जने ख्रिस्टियन विमान चालक और प्रचारक थिले जे ऑपरेशन आउका निमंते मनोनीत होइथिले। 1923 मसीहा अगस्ट 30 तारिख रे अमेरिकार पेनसिल्वेनिया ठारे जन्म ग्रहण करिथिले। तांकर स्त्री थिले ओ से 3टी पिलामानंकर पिता थिले। थियोफिलोस मैक्यूली जने ख्रिस्टियन मिशनारी जी ए ऑपरेशन आउकार सदस्य थिले। जून 1927 मसीहा 1 तारिख रे अमेरिकार लोआ ठारे जन्म ग्रहण करथिले। मारिलो मैक्यूली थिले तांको स्त्री। सेमाने मध्य 3टी पिलामानंको द्वारा आशीर्वाद प्राप्त होइथिले। फिलिप जेम्स एलियट से मध्य थिले जने अमेरिकीय मिशनारी। 1927 मसीहा अक्टोबर 8 तारिख रे अमेरिकार फोर्टलैंड रो ओरेगन ठारे तांकर जन्म होइथिला। एलिजाबेथ एलियट थिले तांको सहधर्मणी। सेमानंकर मध्य संतान संतति थिले। पीटर फ्लेमिंग जे जने ऑपरेशन आउकार सदस्य थिले। 1928 मसीहा नवेम्बर 23 तारिख रे अमेरिकार वाशिंगटन रो सिटलर रे जन्म ग्रहण करथिले। ओलिव फ्लेमिंग थिले तांको स्त्री। रोजर यूरेरियन थिले जने अमेरिकीय ख्रिस्टियन मिशनरी जे ए ऑपरेशन आउका निमंते आहूत होइथिले। 1924 मसीहा जनवरी 21 तारिख रे अमेरिकार मोनंतानार सुमात्रा ए स्थान रे तांकर जन्म होइथिला। तांको स्त्री थिले बर्बरा योडेरियन। सेमानकर मध्य 2टी संतान संतति थिले। एही 5 जन मिशनारी जो माने तांको परिवार को परित्याग करी मिशन आउकारे बा ऑपरेशन आउकार सेवा कार्य को सेमाने
ଆରମ୍ଭ କରିଥିଲେ। 1952 ମସିହା ଫେବୃଆରୀ 2 ତାରିଖରେ ଏହି 5 ଜଣ ମିଶନାରୀ ନିଜ ନିଜ ଗୃହ ପରିତ୍ୟାଗ କରି କିଛି ସମୟ ଭାଷା ଶିଖିବାରେ ଓ ନିଜକୁ ସେହି ଘଞ୍ଚ ଜଙ୍ଗଲରେ ସେବା କାର୍ଯ୍ୟ କରିବା ନିମନ୍ତେ ପ୍ରସ୍ତୁତ କରିଥିଲେ। ନିଜ ନିଜ ଜାତି ମଧ୍ୟରେ ଏହି ଆଉକା ଜନଜାତି ଅସଭ୍ୟ ଓ ଅଶିକ୍ଷିତ ଥିବାରୁ ଅନେକ ସମୟରେ ନିଜ ନିଜ ଜାତି ମଧ୍ୟରେ ଗୃହଯୁଦ୍ଧ ହେଉଥିଲା। ପୁଣି ସେହି ଯୁଦ୍ଧରେ ଅନେକ ମୃତ୍ୟୁବରଣ କରୁଥିଲେ। ଅନେକ ସମୟରେ ଏହି ଆଉକା ଜାତି କ୍ୟୁଚିଆସ୍ ଭଳି ଜାତିର ଲୋକମାନଙ୍କୁ ବର୍ଚ୍ଛାରେ ଆଘାତ କରୁଥିଲେ। ଏହି ନରସଂହାରତା ରୂପ ଜୀବନରୁ ଆଉକା ଜନଜାତିକୁ କେବଳ ଯୀଶୁଙ୍କ ପ୍ରେମ ଯେ ବଦଳାଇବ, ଏହି 5 ଜଣ ମିଶନାରୀ ସମ୍ପୂର୍ଣ୍ଣ ଭାବରେ ଭରସା ରଖିଥିଲେ ଯେ କେବଳ ଯୀଶୁଙ୍କ ପ୍ରେମ ହିଁ ଏମାନଙ୍କୁ ଏକ ଭିନ୍ନ ରୂପ ଦେଇପାରିବ। ସେହି ଦ୍ୱୀପରେ ପହଞ୍ଚିବାକୁ ଅନେକ ପ୍ରକାରର ଯୋଜନା କରିବାକୁ ଲାଗିଲେ ଏହି 5ଟି ମିଶନାରୀ। ଶେଷରେ ସେମାନେ ଏକ ଛୋଟ ବିମାନ ଯୋଗେ ଯିବା ନିମନ୍ତେ ନିଷ୍ପତ୍ତି କରି ଫଳପ୍ରଦ ହୋଇଥିଲେ। ଏହି ଆଉକା ଜନଜାତିମାନଙ୍କ ମଧ୍ୟରେ ସେବା କାର୍ଯ୍ୟର ପ୍ରାରମ୍ଭ କରିବା ସମୟରେ ଯେପରି ମିଶନାରୀମାନଙ୍କ ଜୀବନ ବିପଦ ମୁହାଁ ନ ହୁଏ, ସେଥି ନିମନ୍ତେ ସୁରକ୍ଷିତ ଭାବେ ଯୋଗାଯୋଗ କରାଯାଇପାରିବ, ତାହାର ପଦକ୍ଷେପ ମଧ୍ୟ ନିଆଯାଇଥିଲା। ଏଥି ନିମନ୍ତେ ଅନେକ ପ୍ରକାର ଯୋଜନା କରାଯାଇଥିଲା। ପ୍ରଥମେ ସେ ଘଞ୍ଚ ଜଙ୍ଗଲରେ ବିମାନକୁ ଉଡ଼ାଇ ଅନେକ ଖାଦ୍ୟ ସାମଗ୍ରୀ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଥିଲା। ଅନେକ ସମୟରେ ସେମାନେ କିଛି ଖେଳନା ଓ ଖାଦ୍ୟ ପଦାର୍ଥ ବିମାନ ଯୋଗେ ତଳକୁ ଗୋଟିଏ ଡବାରେ ଖସେଇ ଦେଉଥିଲେ, ଯଦ୍ୱାରା ଏହି ଜନଜାତିମାନେ ତାକୁ ପାଇବା ନିମନ୍ତେ ଅନେକ ପ୍ରକାରର ଆଗ୍ରହ ଦେଖାଇଥିଲେ। ବନ୍ଧୁତା ସ୍ଥାପନ କରିବା ନିମନ୍ତେ ବେଳେବେଳେ ସେମାନେ ଡାକବାଦୀ ଯନ୍ତ୍ର ସାହାଯ୍ୟରେ କେତେକ ଆଉକା ଶବ୍ଦକୁ ବ୍ୟବହାର କରୁଥିଲେ। କିଛି ମାସ ପରେ ଆଉକା ବାସିନ୍ଦା ବା ଆଉକା ଜନଜାତି ମଧ୍ୟ ଗୋଟିଏ ବାଲ୍ଟିରେ ଉପହାର ସ୍ୱରୂପ କିଛି ଦାନ କଲେ। ଏହି ସମସ୍ତ ଘଟଣା ପରେ ଏହି 5 ଜଣ ମିଶନାରୀ ଭାବିଲେ ଏବଂ ବିଶ୍ୱାସ କଲେ କି ଏହା ହୁଏତ ସେମାନଙ୍କୁ ସିଧାସଳଖ ମିଶିବାର ସମୟ ଆସିଯାଇଛି ବୋଲି ସେମାନେ ବିଶ୍ୱାସ କଲେ ଓ ସେମାନେ ନିଷ୍ପତ୍ତି ନେଲେ। ତେଣୁ ସେମାନେ ସେହି ଜଙ୍ଗଲରେ ଓହ୍ଲାଇବା ନିମନ୍ତେ ଚେଷ୍ଟା କଲେ। ଏତେ ବଡ଼ ବିରାଟ ଜଙ୍ଗଲ ମଧ୍ୟରେ, ଅରଣ୍ୟ ଘଞ୍ଚ ଜଙ୍ଗଲ ମଧ୍ୟରେ କିପରି ତାଙ୍କ ବିମାନକୁ ଲ୍ୟାଣ୍ଡିଂ କରିପାରିବେ, ଏହା ସେମାନଙ୍କ ନିମନ୍ତେ ଏକ କଷ୍ଟକର ବ୍ୟାପାର ଥିଲା। ଦିନେ ସେହି ଆଉକା ଜନଜାତିର ଜଙ୍ଗଲ ଭରା ଅଞ୍ଚଳରେ ବିମାନ ଯୋଗେ ଉପରେ ଭ୍ରମଣ କରିବା ବେଳେ ମିଶନାରୀ ନେଟ୍ ସେଣ୍ଟ ଗୋଟିଏ ସମୁଦ୍ର କୂଳ ବା ସମୁଦ୍ରର ତଟକୁ ଦେଖିବାକୁ ପାଇଲେ, ଯେଉଁଠାରେ ସେ ବିମାନକୁ ଲ୍ୟାଣ୍ଡିଂ କରିବା ଅବତରଣ କରିବାର ସ୍ଥାନକୁ ସେମାନେ ନିରୂପଣ କରିଥିଲେ। କିଛି ସମୟ ପରେ ସେହି ବିମାନଟିକୁ ସେହି ସମୁଦ୍ର ତଟରେ ଅନେକ କଷ୍ଟରେ ଅବତରଣ କରାଇଥିଲେ।
ସେଇଠାରେ ଗୋଟିଏ ଛୋଟ କୁଡ଼ିଆ ଗୃହଟି ନିର୍ମାଣ କରି ବନ୍ଧୁତା ସ୍ଥାପନ କରିବା ପର୍ଯ୍ୟନ୍ତ ସୁରକ୍ଷିତ ରହିପାରିବେ ବୋଲି ଏହି 5ଟି ମିଶନାରୀ ଚିନ୍ତା କଲେ ଆଉ ଗୃହଟି ନିର୍ମାଣ କରିଥିଲେ। 5 ଜଣ ମିଶନାରୀ ସେହି ସମୁଦ୍ର ତଟରେ ଏକ ଜଣ ହୋଇ ଅବତରଣ କରିଥିଲେ। ନେଟ୍ ସେଣ୍ଟ ଯିଏ ବିମାନର ଚାଳକ ଏବଂ ମିଶନାରୀ ଆଉକା ଗ୍ରାମରେ କହିଲେ କି ସେମାନେ ସମୁଦ୍ର ତଟକୁ ଆସନ୍ତୁ। କିଛି ଦିନ ପରେ ଜଣେ ଆଉକା ଜାତିର ପୁରୁଷ ଓ 2 ଜଣ ମହିଳା ସେହି ସମୁଦ୍ର ତଟରେ ଦେଖାଦେଲେ। ସେମାନଙ୍କ ସହ ଭାଷାରେ ସମ୍ପର୍କ କରିବା, ସେମାନଙ୍କ ସହ କଥାବାର୍ତ୍ତା କରିବା ଏତେ ସହଜର ବ୍ୟାପାର ନଥିଲା। ସେମାନେ କିଛି ଆଉକା ଶବ୍ଦ ହିଁ ଜାଣିଥିଲେ ଯାହାକୁ ସେମାନେ ବ୍ୟବହାର କରୁଥିଲେ। ଏହି 5 ଜଣ ମିଶନାରୀ ନିଜର ଖାଦ୍ୟ ମଧ୍ୟ ଆଉକା ଲୋକମାନଙ୍କୁ ଦେଲେ। ପୁଣି ବିମାନ ଚାଳକ ନେଟ୍ ସେଣ୍ଟ ଜଣେ ଆଉକା ଲୋକଙ୍କୁ ଏହି ବିମାନରେ ଭ୍ରମଣ କରାଇଥିଲେ। ମିଶନାରୀ ମାନେ ସେମାନଙ୍କ ସହ ଆନ୍ତରିକତା ଦେଖାଇ କହିଲେ, ଅନ୍ୟମାନଙ୍କୁ ମଧ୍ୟ ପରବର୍ତ୍ତୀ ସମୟରେ ଏହି କୂଳକୁ ନେଇକି ଆସ। ଅନ୍ୟ ଆଉକା ଜାତିର ଲୋକମାନେ ଯେପରି ଆସିବେ ତାହା ମିଶନାରୀ ମାନେ ଅପେକ୍ଷା କରୁଥିଲେ। 2 ଦିନ ପରେ 2 ଜଣ ମହିଳାମାନେ ସେହି ଜଙ୍ଗଲ ଭିତରୁ ଆସିଲେ। ଏହା ଦେଖି 2 ଜଣ ମିଶନାରୀ ଆନନ୍ଦରେ ନଦୀକୁ ଡେଇଁ ପଡ଼ିଥିଲେ। ସେହି ଆଉକା ମହିଳାମାନେ ଯେତେ ନିକଟତର ହେଲେ ସେମାନେ ବନ୍ଧୁତା ଦେଖାଇବା ପରିବର୍ତ୍ତେ ଆକ୍ରୋଶ ଭାବ ଆପଣେଇଥିଲେ। ମିଶନାରୀ ଜିମ୍ ଓ ପିଟର ଶୁଣିବାକୁ ପାଇପାରିଲେ ଏକ ଭୟଙ୍କର କ୍ରନ୍ଦନର ସ୍ୱର। ସେମାନେ ପଛ ବୁଲି ଦେଖନ୍ତେ କେତେକ ଆଉକା ଦଳ ଯୋଦ୍ଧାମାନେ ସେମାନଙ୍କର ବର୍ଚ୍ଛା ଉଠାଇ ଆକ୍ରାତ୍ମକ ଭାବେ ସେମାନଙ୍କ ନିକଟକୁ ଆସିଲେ। ମିଶନାରୀ ଜିମ୍ ଏଲିୟଟଙ୍କ ପାଖରେ ଯଦିଚ ପିସ୍ତଲ ଥିଲା, କିନ୍ତୁ ସମସ୍ତ ମିଶନାରୀ ମାନେ ନିଷ୍ପତ୍ତି କରିଥିଲେ କି କୌଣସି ଆଉକା ଲୋକଙ୍କୁ ନ ମାରିବା ପାଇଁ। କିନ୍ତୁ ସେମାନଙ୍କୁ ପରିତ୍ରାଣ ବିଷୟରେ ଜଣାଇ ସେମାନଙ୍କର ଆତ୍ମାର ଉଦ୍ଧାର ନିମନ୍ତେ ଓ ରକ୍ଷା କରିବା ନିମନ୍ତେ ନିଷ୍ପତ୍ତି କରାଯାଇଥିଲା। ତେଣୁ ସେ ପିସ୍ତଲକୁ ମଧ୍ୟ ବ୍ୟବହାର କରିନଥିଲେ। କିଛି ସମୟ ପରେ ଅନ୍ୟ ଆଉକା ଦଳ ଯୋଦ୍ଧାମାନେ ଜଣ ଜଣ କରି ସମସ୍ତଙ୍କୁ ବର୍ଚ୍ଛାରେ ଆଘାତ କଲେ। ମିଶନାରୀ ପିଡି ମ୍ୟାକ୍ୟୁଲ୍, ରଜର ୱେଡରିଆନ୍, ନେଟ୍ ସେଣ୍ଟ, ପିଟର ଫ୍ଲେମିଂ ଏବଂ ଜିମ୍ ଏଲିୟଟ୍ ଆଉ ସେଇଠାରେ ନିଜର ପ୍ରାଣକୁ ତ୍ୟାଗ କରିଥିଲେ। ସେଦିନ ଏହି ଆଉକା ଜନଜାତିର ଯୋଦ୍ଧାମାନେ ବର୍ଚ୍ଛାରେ 5 ଜଣ ମିଶନାରୀ ମାନଙ୍କୁ ଆଘାତ କରି ସେମାନଙ୍କୁ ମାରି ଦେଇଥିଲେ। ଜାନୁଆରୀ 8 ତାରିଖ ରବିବାର ସନ୍ଧ୍ୟାରେ ମିଶନାରୀ ମାନଙ୍କ ସ୍ତ୍ରୀମାନେ ବେତାର ଯନ୍ତ୍ର ସାହାଯ୍ୟରେ ଆଲୋଚନା କରିଥିଲେ। ପୁଣି ଜାଣିପାରିଲେ ଯେ ସେମାନଙ୍କ ନିମନ୍ତେ ଭଲ ସମ୍ବାଦ ନଥିଲା। ଯେତେ ସନ୍ଧ୍ୟା ଗତ ହୋଇ ରାତ୍ରି ହେବାକୁ ଲାଗିଲା, ସେମାନେ ସେତେ ବ୍ୟସ୍ତ ହେବାକୁ ଲାଗିଲେ। ତା ପରବର୍ତ୍ତୀ ସକାଳରେ ଅନ୍ୟ ଜଣେ ବିମାନ ଚାଳକ ମିଶନାରୀ ସମୁଦ୍ର ତଟ ଉପରେ ବୁଲି ପର୍ଯ୍ୟବେକ୍ଷଣ କଲେ ଯେ କ୍ଷତିଗ୍ରସ୍ତ ହୋଇଥିବା ବିମାନ ସମୁଦ୍ର ତଟରେ ଠିଆ ହୋଇଥିଲା।
ପାଞ୍ଚ ଜଣ ମିଶନାରୀଙ୍କ ବିଷୟରେ ଖବର କ୍ଷିପ୍ର ଗତିରେ ସାରା ବିଶ୍ୱରେ ବ୍ୟାପିବାକୁ ଲାଗିଲା ଯେ ସେମାନେ ଆଉକା ଜନଜାତି ଦ୍ୱାରା ପ୍ରଭୁ ଯୀଶୁଙ୍କ ନିମନ୍ତେ ମୃତ୍ୟୁବରଣ କରିଛନ୍ତି। ଏକ ଉଦ୍ଧାରକାରୀ ଦଳ ସେହି ସମୁଦ୍ର ତଟ ନିକଟକୁ ଯାଇ ମିଶନାରୀ ମାନଙ୍କ ମୃତ ଶରୀରର ଠାବ କରିଥିଲେ ଏବଂ ସେମାନଙ୍କୁ କବର ଦିଆଯାଇଥିଲା। କିନ୍ତୁ ସେଇଠି କେବଳ ଯେ ମିଶନ ଆଉକାର ପରିସମାପ୍ତି ହୋଇଥିଲା, ସେଇଠି କେବଳ ଯେ ଅପରେସନ ଆଉକାର ପରିସମାପ୍ତି ଘଟିଥିଲା ତାହା ନୁହଁ, କିନ୍ତୁ 2 ବର୍ଷ ମଧ୍ୟରେ ସେମାନଙ୍କ ସ୍ତ୍ରୀମାନେ, ଛୁଆମାନେ ମଧ୍ୟ ସେବା କାର୍ଯ୍ୟ ନିମନ୍ତେ ନିଜକୁ ଉତ୍ସର୍ଗ କରିଥିଲେ। ଏଲିଜାବେଥ ଏଲିୟଟ୍, ତାଙ୍କ ଝିଅ ଭାଲେରାଇଲ୍ ଏବଂ ରାଚେଲ ସେଣ୍ଟ ଆଉକା ଗ୍ରାମକୁ ସ୍ଥାନାନ୍ତରିତ ହୋଇଥିଲେ। ବିମାନ ଚାଳକ ନେଟ୍ ସେଣ୍ଟଙ୍କ ପୁତ୍ର ମଧ୍ୟ ସେଠାକୁ ଯାଇ ସେଇ ଆଉକା ଜନଜାତିମାନଙ୍କ ମଧ୍ୟରେ ସେବା କାର୍ଯ୍ୟକୁ ଆରମ୍ଭ କରିଥିଲେ। ଧୀରେ ଧୀରେ ଚିକିତ୍ସା ସେବା କାର୍ଯ୍ୟ ମଧ୍ୟ ଅନେକ ଭାବରେ ପ୍ରଭାବ ପକାଇଥିଲା ଏବଂ ସେବା କାର୍ଯ୍ୟ ଧୀରେ ଧୀରେ ପ୍ରଗତି କରିପାରିଥିଲା। ଅନେକ ଆଉକା ଜନଜାତି ମଧ୍ୟରେ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିବାକୁ ଆରମ୍ଭ କରିଥିଲେ। ସେହି 5 ଜଣ ମିଶନାରୀଙ୍କ ତ୍ୟାଗ, ସେହି 5 ଜଣ ମିଶନାରୀଙ୍କ ଉତ୍ସର୍ଗୀକୃତ ଜୀବନ ଆଜି ଅନେକ ଆଉକା ଜାତିର ଲୋକମାନଙ୍କୁ ଈଶ୍ୱରଙ୍କ ନିକଟକୁ ଟାଣି ଆଣିପାରିଛି। ସେମାନେ ଜାଣିପାରିଲେ ଯେ ଯୀଶୁଙ୍କ ପ୍ରେମ ଅନନ୍ୟ ଅଟେ, ଯୀଶୁଙ୍କ ପ୍ରେମ ଆଶ୍ଚର୍ଯ୍ୟ ଅଟେ। ଆଜି ଅନେକ ସେହି ଜାତିରୁ ପ୍ରଭୁଙ୍କ ଗୌରବ ନିମନ୍ତେ ସେ ଘଞ୍ଚ ଜଙ୍ଗଲ ମଧ୍ୟରେ ବାସ କରୁଛନ୍ତି। ଆଜି ଅନେକ ମିଶନାରୀ ମାନେ ମଧ୍ୟ ସେହି ସେବା କାର୍ଯ୍ୟକୁ ଅବ୍ୟାହତ କରି ରଖିଛନ୍ତି। ପୁଣି ଅନେକ ମଣ୍ଡଳୀମାନ ସେଠାରେ ସ୍ଥାପନ ହୋଇପାରିଛି। ଆଜି ସେମାନଙ୍କର ଉତ୍ସର୍ଗୀକୃତ ଜୀବନ ସେ ଅସଭ୍ୟ ଘଞ୍ଚ ଜଙ୍ଗଲରେ ବାସ କରୁଥିବା ଏକ ଜନଜାତିକୁ ପରିବର୍ତ୍ତିତ କରିପାରିଛି। ଆଉ ଅନେକ ଲୋକମାନେ ଈଶ୍ୱରଙ୍କ ପ୍ରେମର ଆନନ୍ଦରେ ବାନ୍ଧି ହୋଇଛନ୍ତି। ଆସନ୍ତୁ ସେମାନଙ୍କ ଜୀବନରୁ କିଛି ଶିକ୍ଷା ଆମେ ଲାଭ କରିବା। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିମନ୍ତେ ସେମାନେ ପରିବାରକୁ, ଜୀବନକୁ ତ୍ୟାଗ କରିଥିଲେ। ସୁସମାଚାର ନିମନ୍ତେ, ପ୍ରଭୁ ଯୀଶୁଙ୍କ ସୁସମାଚାର ପହଞ୍ଚାଇବା ନିମନ୍ତେ ସେମାନଙ୍କ ଜୀବନରେ ପ୍ରବଳ ଉତ୍ସାହ ରହିଥିଲା। ସମସ୍ତ ପ୍ରକାର ସମସ୍ୟାକୁ ଏଡ଼ାଇ ଦେଇ ପ୍ରଭୁଙ୍କ ସୁସମାଚାର ପହଞ୍ଚାଇବା ନିମନ୍ତେ ପ୍ରତିବଦ୍ଧ ହୋଇଥିଲା। ସେମାନଙ୍କଠାରେ ପ୍ରଭୁ ଯୀଶୁଙ୍କ ପ୍ରେମକୁ ପ୍ରଦର୍ଶନ କରିବାର ଏକ ଜିଜ୍ଞାସା ରହିଥିଲା।